ଆପଣଙ୍କ ମାଧ୍ୟମରେ ଲୋକମାନଙ୍କୁ ଦିଅନ୍ତୁ, ମୁଖ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦିଅନ୍ତୁ। 20 ଏକର ଜାଗା ନିଆଯିବ, 20 ଏକର ଜାଗା ଅଧିଗ୍ରହଣ ହେବ। କେତେ ସିଟ୍ ପାଇଁ କିଛି କଲେଜ ଖୋଲିବା ଫାଇନାଲ ହେଇଯାଇଛି, ଅର୍ଥର ବ୍ୟବସ୍ଥା ମଧ୍ୟ ଯେତେ ଶୀଘ୍ର କାମ ଆରମ୍ଭ ହେବ। ଥରେ ଡିକ୍ଲାର ହେଇଗଲା ମାନେ ଆଉ କେହି ରୋକିପାରିବେ। ବଡ଼ ଆନନ୍ଦର ସହିତ ବିଷୟକୁ ଆପଣଙ୍କ ଆଗରେ ରଖିବାକୁ ଚାହୁଁଛି। ଗତକାଲି ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଡିକ୍ଲାର କଲେ ଯେ ଢେଙ୍କାନାଳରେ ଏକ ମେଡ଼ିକାଲ କଲେଜ ଖୋଲାଯିବ। ସେଥିପାଇଁ ବଜେଟ୍ର ବ୍ୟବସ୍ଥା ବି ହେଇଛି। ଏଇଟା ଆମେ ଇଲେକ୍ସନ୍ ସମୟରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲୁ। ଆମ ସରକାର ଆସିଲେ ଢେଙ୍କାନାଳରେ ମେଡ଼ିକାଲ କଲେଜ ଖୋଲାଯିବ। ତେଣୁ ମୁଁ ବହୁତ ଖୁସି। ସେହି ହିସାବରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିକ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଆପଣଙ୍କ ମାଧ୍ୟମରେ। କାହିଁକି ନା ଏଟା ଦୀର୍ଘ ଦିନର ଢେଙ୍କାନାଳର ଡିମାଣ୍ଡ ଥିଲା। ଢେଙ୍କାନାଳରେ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ଆଡ଼ିକି ଗତି କରିଥିଲା। ଆମେ ସେଥିପାଇଁ ଇଲେକ୍ସନ୍ ମାନିଫେଷ୍ଟୋରେ ବି ଆକୁ ରଖିଥିଲୁ ଯେ ଆମ ସରକାର ଆସିଲେ ଢେଙ୍କାନାଳରେ ଏକ ମେଡ଼ିକାଲ କଲେଜ ଖୋଲାଯିବ। ତେଣୁ ଏ ବଜେଟ୍ରେ ପୁରା ଅର୍ଥର ପ୍ରାବଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ନିଜେ ଡିକ୍ଲାର କରିଛନ୍ତି। ତେଣୁ ଆମେ ଢେଙ୍କାନାଳବାସୀ ପ୍ରକୃତରେ ଆନନ୍ଦିତ ଏବଂ ବହୁତ ବହୁତ ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ। ଏଇ ଗୋଟେ ବର୍ଷ ଭିତରେ ତ ମାନେ ଏଠି ଆଡ଼ମିସନ୍ ହେବ MBBS ଷ୍ଟୁଡେଣ୍ଟ ମାନଙ୍କୁ, ତାଙ୍କର ପଢ଼ା ଆରମ୍ଭ ହେବ। ସେଇ ଯେଉଁ ମାନେ ବିଲ୍ଡିଂ ହେଇଛି ସେଇ ବିଲ୍ଡିଂରେ ପ୍ରଥମେ ଷ୍ଟାର୍ଟ ହେବ। ତାପରେ 20 ଏକର ଜାଗା ସେଠୁ ଏ ପାଖରୁ ଅଧିଗ୍ରହଣ କରାଯିବ ଏବଂ କନଷ୍ଟ୍ରକ୍ସନ୍ କାମ ଆରମ୍ଭ ହେବ।